ଦଶହରା ନବମୀ ଦିନ ଜେଜେମାଙ୍କର ମୋର ବୁଲାବୁଲି କରି ସବୁ ମଣ୍ଡପ ଦେଖି ସାରିଲା ପରେ ଆମକୁ ଭୋକ ହେଲା, ରୋଷେଇ କରିନଥିଲୁ। ସେଇଠୁ ଶୁଣିଥିଲି ଏଇ ଜଷ୍ଟ ଶହୀଦନଗର ପଛପଟେ ମା ସନ୍ତୋଷୀ ହୋଟେଲ ଗୋଟେ ଭଲ କରେ। ସେଠୁ ସେଠି ଖାସି ମାଂସ ଝୋଳ, କଙ୍କଡା ଝୋଳ ସବୁ ହଉଛି। ଜେଜେମାଙ୍କର ମୋର ସେ ଦୋକାନକୁ ମାନେ ସେ ହୋଟେଲକୁ ଗଲୁ। ଦେଖିଆ ଫାର୍ଷ୍ଟ ଟାଇମ ତ ମୁଁ ହୋଟେଲକୁ ଗଲି, ଦେଖିଲି ଓ ମାନେ କି ଲୋକ ଭିଡ, ଖଚାଖଚ ଭିଡ ଏକଦମ ହେଇଯାଇଛି, ପ୍ରବଳ ଲୋକରେ ବାପରେ ବାପ। ଯାହା ହଉ ମାଲିକ ମୋର ଦେଖା ହେଇଗଲେ, ସିଏ ସେଠୁ ଆମ ପାଇଁ ବସିବା ପାଇଁ ଗୋଟେ ଜାଗା କରିଦେଲେ। ତାଙ୍କର ସଜାସଜି ଭିତର ବି ବହୁତ ସୁନ୍ଦର ହେଇଛି। ଯଦି ଆପଣ ମାନେ କେତେବେଳେ ଆସିବେ ଦେଖିବେ। ତାପରେ ଜେଜେମାଙ୍କର ମୋର ବସିଲୁ, ମେନୁ ଚାର୍ଟ ସବୁ ଦେଖିଲୁ। ଆଗ ଗୋଟେ ଭଲ ସୁବିଧା କରିଛନ୍ତି, ଥାଳି ସିଷ୍ଟମ ବି କରିଛନ୍ତି। ଆପଣ ମାନେ ଚାହିଁଲେ ଥାଳି ମଧ୍ୟ ମଗେଇକି ଖାଇପାରିବେ। ମୁଁ ଶୁଣିଥିଲି ଏଠି ଆଇଁଷ ରୋଷେଇ ଭଲ ହୁଏ, କିନ୍ତୁ ମୁଁ ତାଙ୍କୁ କହିଲି ତୁମର ଯାହା ଯାହା ସବୁ ରୋଷେଇ ହେଇଛି ମତେ ସବୁ ଅଳ୍ପ ଅଳ୍ପ ଦିଅ, ମୁଁ ସବୁ ଟେଷ୍ଟ କରିବି। ବିଶ୍ୱାସ କରିବେନି, ପୁରା ସୁସଜ୍ଜିତ ଭାବରେ ମାଟି ପାତ୍ରରେ ଓ ସଜେଇକିରି ଆଣି ମୋ ପାଖରେ ସବୁ ଥୋଇଦେଲେ। ଯେତିକି ଆଇଟମ ସବୁ ହେଇଥିଲା ଏସବୁ ଦେଖିକି ତ ମୁଁ ଆଗ ବାଉଳା ହେଲି। ତାଙ୍କ ହୋଟେଲରେ ଯାହା ସବୁ ହେଇଥିଲା ମୁଁ ଖାଲି ଟେଷ୍ଟ କରିବା ପାଇଁ ମଗେଇଥିଲି, ସେ ସବୁ ମଧ୍ୟ ଦେଇଥିଲେ। ଯାହା ହଉ ବହୁତ ବହୁତ ଖୁସି ଲାଗିଲା। ଏଇ କାକୁଡି ସାଲାଡଟା ବି ଆସି ପହଞ୍ଚିଲା। କାକୁଡି ସାଲାଡ ପହଞ୍ଚିଲା ପରେ ମୁଁ ପ୍ରଥମେ କଣ କଲି ନା ମଟନ ଝୋଳଟାକୁ ଆଗ ଗୋଳେଇକିରି ଭାତରେ ଖାଇଲି। କଙ୍କଡାଟା ଲାଷ୍ଟକୁ ଖାଇବି, ଖାଇପାରିବିନି। ମଟନ ଝୋଳ ବହୁତ ବଢିଆ ହେଇଛି। କେଡେ କେଡେ ଚିଙ୍ଗୁଡି ଦେଖନ୍ତୁ, ବଡ ବଡ ସାଇଜ ଚିଙ୍ଗୁଡି, ମାନେ ଆପଣ ବିଶ୍ୱାସ କରିବେନି। ସବୁ ଜିନିଷ ମୁଁ ଟେଷ୍ଟ କରୁଥାଏ। ସବୁ ଦେଇଛନ୍ତି ନା ଦେଇଛନ୍ତି, କଙ୍କଡା ଝୋଳ ଦେଇଛନ୍ତି, ତାପରେ ଚିଙ୍ଗୁଡି ଝୋଳ ଦେଇଛନ୍ତି, ମଟନ ଝୋଳ ଦେଇଛନ୍ତି, ଛେଞ୍ଚଡା ଦେଇଛନ୍ତି, ମାଛ ଦେଇଛନ୍ତି, ଚିକେନ ଦେଇଛନ୍ତି। ତା ଛଡା ସବୁ ଆଇଟମ ସାଧାର ମଧ୍ୟ ମତେ ଦେଇଛନ୍ତି। ଯାହା ହଉ ସବୁ ଜିନିଷ ଟେଷ୍ଟ କରିସାରିଲା ପରେ ଚିଙ୍ଗୁଡି ଯୋଉ ଘାଣ୍ଟଟା ହେଇଥିଲା ତାକୁ ମଧ୍ୟ ଟେଷ୍ଟ କରି ସେଟା କେମିତି ଲାଗୁଛି, କଣ କରୁଛି, ତାକୁ ମଧ୍ୟ ଖାଇଲି। ବହୁତ ସୁନ୍ଦର ଲାଗିଲା। ଯାହା ହଉ ସବୁ ଜିନିଷର ସ୍ୱାଦ ପ୍ରକୃତରେ ବହୁତ ବଢିଆ ଅଛି। ଝୋଳ ଟିକେ ହାପୁଡିଲି, ଝୋଳ ହାପୁଡି ସାରିଲା ପରେ ସତ୍ୟରେ କହୁଛି ଓ ଫାର୍ଷ୍ଟ କ୍ଲାସ। ତେଣୁ ଏତେ ଜିନିଷ ତ ମୁଁ ଏକୁଟିଆ ଖାଇପାରିବିନି। ଜେଜେମାଙ୍କର ମୋର ଦି ଜଣ ଯାକ ମିଶିକିରି କଣ କରୁନା ଖାଇଲୁ। କିନ୍ତୁ ସତ କଥା, ଆଙ୍କ ଦୋକାନ ମୁଁ ଦେଖିଲି ଆଇଁଷ ଝୋଳର ଟେଷ୍ଟ ବହୁତ ଭଲ, ଆଉ ନିଜେ ମାଲିକ ସବୁ ଯାକ ଆଇଁଷ ରୋଷେଇ କରନ୍ତି। ତାପରେ ଦେଖନ୍ତୁ ଏଇ ଜେଜେମା ତାଙ୍କର ଖାଇବା ଆରମ୍ଭ କରିଦେଲେ। ତ ଏଠି ବିରିୟାନୀ ବି ହଉଛି, ଚାହିଁଲେ ସବୁ ଥାଳି ସିଷ୍ଟମ। ତାପରେ ମାଲିକ ମନୋଜଙ୍କ ପାଖକୁ ଆସିଲି, ତାଙ୍କୁ କହିଲି ତୁମ ହୋଟେଲର ଖାଇବାର ଟେଷ୍ଟ ବହୁତ ସୁନ୍ଦର, ଆପଣ ମାନେ ନିଶ୍ଚୟ ଆସିବେ, ମନେ ରଖିଥାନ୍ତୁ। ଶହୀଦନଗର ଦୁର୍ଗା ମଣ୍ଡପ ପଛପଟ ମା ସନ୍ତୋଷୀ ହୋଟେଲ। ଆପଣ ମାନେ ଆସିବେ, ଖାଇବେ, ମତେ କହିବେ।